ଏବେ କେମିତି ଏଥର ଟ୍ରଫି ମତେ କୁହ ଯେ ଟ୍ରଫିର ଏଇ ଯେଉଁ ଟ୍ରଫି ଦେଖୁଛନ୍ତି ଏ ଟ୍ରଫିର ହକଦାର ଆପଣଙ୍କ ଦୃଷ୍ଟିରେ ବର୍ତ୍ତମାନ କେଉଁ ଟିମ୍? କ୍ଲାସି ହେବା ତ ଖେଳିବ ତା ହିସାବରେ କିନ୍ତୁ ଖେଳିବ ଟ୍ରଫି ପାଇଁ କିନ୍ତୁ ଏଥର ଯେହେତୁ ଛଅଟା ଟିମ୍ ସମସ୍ତେ ଏଇନା ପୁରା ଜୋରଦାର ଲାଗିଛନ୍ତି ଜିତିବା। ଆଚ୍ଛା ଆପଣଙ୍କର କୋସିସ୍ କ'ଣ ରହିବ ଆପଣଙ୍କ ଟିମ୍? ମୋର କୋସିସ୍ ରହିବ ତ ମୋର ତ 100% କୋସିସ୍ ସବୁ ଯେତିକି ବି ମୁଁ ଖେଳିଛି ଏଇଟା 6ଟା SPL ଭିତରୁ ମୁଁ 5ଟା ଖେଳିଛି ଆଉ ଗୋଟେ ମୁଁ ଅନଫର୍ଚୁନେଟଲି ଖେଳିପାରିନି ମୋର ପର୍ସନାଲ ଇସ୍ୟୁ ଯୋଗୁଁ। ଏଥର କିନ୍ତୁ ମୁଁ ପୁରା ଛୁଟି ନେଇକି 17 ଦିନ ପାଇଁ ଆସିଛି ଆଉ ଖେଳଟା ହେବ ଭଲ ଲାଗୁଛି ମୋତେ। ଏଇଟା ମୁଁ ଷ୍ଟାର୍ଟିଂରୁ କହିଛି ଏଟା ତ SPL ଖେଳ ହେଉନି, ଏଇଟା ଗୋଟେ ଗେଟ୍ ଟୁଗେଦର ହେଉଛି ଖେଳ। ଏଇ ଗେଟ୍ ଟୁଗେଦରରେ ଆମେ ଯେତିକି ଆମର କେତେ ଏଇନା 6ଟା ଟିମ୍ 1160 ଜଣ ଏକ୍ସଟ୍ରା ପିଲା ଯେତିକି ବି ଅଛନ୍ତି ତାପରେ ଯେତିକି ବି ମୋ ଲୋକାଲିଟି ଭିତରେ ଆମେ କ'ଣ ବାହାରେ ରହିଲୁ ଯାହା ଯେତିକି ଆସିଲୁ ଛକରେ ଯେତିକି ଜଣଙ୍କୁ ମିଟ୍ କରୁ। ଠିକ୍ ବଢ଼ିଆ ବଢ଼ିଆ। ପ୍ରଥମେ ହେଉଛି ଏଠି ଖେଳିବା ଦ୍ୱାରା ଏଇକ୍ଷଣା ମୋତେ ଟୋଟାଲି 200-300 ଲୋକଙ୍କ ସହିତ ମିଟ୍ ବି ହେଇପାରୁଛି। ଦ୍ୱିତୀୟ କଥା ହେଉଛି ଆମର ଗୋଟେ ଯେଉଁ ରହୁଛି ଯେତିକି ପିଲା ରହୁଛନ୍ତି ଯାହାକି ରହୁଛନ୍ତି ତାଙ୍କ ଭିତରେ ଆମର ଗୋଟେ କ'ଣ ଏକତା ବଢ଼ୁଛି, କୋଅପରେଟ୍ ବଢ଼ୁଛି, ଭଲ ପାଇବା ବଢ଼ୁଛି। ତେବେ ଆମେ ବର୍ତ୍ତମାନ ଯିବା ପିଣ୍ଟନ ରାଜ ଅଛନ୍ତି ଯେ କି କ୍ଲାସିକ୍ ବାବାର ହେଡ୍ କ୍ୱାର୍ଟର କହିଲେ ବି ଅଚ୍ୟୁତ ହେବନି। ତେବେ ପିଣ୍ଟୁ ଭାଇ ପିଣ୍ଟୁ ଭାଇ ଦେଖନ୍ତୁ ପିଣ୍ଟୁ ଭାଇ ପଛରେ କ୍ୟାମେରା ବୁଲୁଛି, ଇଏ ପିଣ୍ଟୁ ଭାଇ ପଛରେ ମୁଁ ବୁଲୁଛି କିନ୍ତୁ ବାଇଟ୍ ଦେଉନାହାନ୍ତି। ଦୁଇ ପଦ ଖାଲି କୁହନ୍ତୁ କ୍ଲାସିକ୍ ବାବାକୁ ଏଥର କୋଉ ଲେବୁଲରେ ଆପଣ ପହଞ୍ଚିବା ପାଇଁ ଚାହୁଁଛନ୍ତି ଇଆଡ଼େ ଟିକେ ପିଣ୍ଟୁ